ଆପଣମାନଙ୍କ ମୋବାଇଲ ସ୍କ୍ରିନ୍ରେ ଗୋଟିଏ ଗଛ ଦେଖାଯାଉଛି। ପ୍ରାୟତଃ ଏହି ଗଛଟି ଆମ ଓଡ଼ିଶାରେ କ'ଣ ଭାରତ ବର୍ଷରେ ସବୁ ଜାଗାରେ ଦେଖିବା ପାଇଁ ମିଳିଥାଏ। କିନ୍ତୁ ଏହାର ଅନେକ ଗୁଡ଼ିଏ ଫାଇଦା ମଧ୍ୟ ଅଛି, ଯେଉଁଟାକି ଆୟୁର୍ବେଦିକ ଏବଂ ତାନ୍ତ୍ରିକର ମହତ୍ତ୍ୱ ଅଛି। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଏମିତି ଗୋଟିଏ ତାନ୍ତ୍ରିକ ପ୍ରୟୋଗ ବିଧି କହିବି, ଯେଉଁ ପ୍ରୟୋଗଟି ଆପଣମାନେ କରିବେ ତାହେଲେ ଶତ୍ରୁର ମୁହଁ କଳା ହୋଇଯିବ। ଦେଖନ୍ତୁ, ପ୍ରତ୍ୟେକ ମଣିଷମାନଙ୍କର କିଛି ନା କିଛି ଶତ୍ରୁ ରହନ୍ତି। ସେଇଟା ଘରେ ମଧ୍ୟ ରହନ୍ତି, ବାହାରେ ମଧ୍ୟ ରହନ୍ତି। ଯେଉଁ ଶତ୍ରୁକୁ ଆପଣମାନେ ଜାଣିଛନ୍ତି ତାହେଲେ ତ କୌଣସି ଅସୁବିଧା ନାହିଁ, କିନ୍ତୁ ଏମିତି ମଧ୍ୟ ଶତ୍ରୁ ରହନ୍ତି ଯେଉଁମାନଙ୍କୁ ଆପଣମାନେ ଜାଣିନଥାନ୍ତି। ସେମାନେ ଭିତରେ ଭିତରେ ଆପଣମାନଙ୍କର ଚେର କାଟନ୍ତି, କିନ୍ତୁ ଆପଣମାନେ ଭାବୁଥିବେ ଯେ ଏମାନେ ମୋର ମିତ୍ର ବୋଲିକି। କିନ୍ତୁ ଆପଣମାନେ ଏହି ପ୍ରୟୋଗ କରିଦେବା ମାତ୍ରକେ ଯେକୌଣସି ବ୍ୟକ୍ତି ଆପଣଙ୍କ ପାଇଁ ଶତ୍ରୁଭାବ ରଖିଥିବ, ସେ ନିଜଟା ନିଜେ ଧ୍ୱଂସ ପାଇବାକୁ ଲାଗିବ। ସେ କେଉଁଠି ମୁହଁ ଦେଖାଇ ପାରିବ ନାହିଁ, ଏମିତିକି ତାହାର ମୁହଁଟି କଳା ପଡ଼ିଯିବ। କଳା ପଡ଼ିବ ଅର୍ଥାତ୍ ସେ ଯେଉଁଠିକୁ ଯିବ ତାହାର ମୁହଁକୁ ଲୋକ ଦେଖିଲେ ଘୃଣା କରିବେ, ତାହାର କଥାକୁ କୌଣସି ବ୍ୟକ୍ତି ଶୁଣିବେ ନାହିଁ। ଯେମିତିକି ଏହି ସମାଜର ଜଣେ ବାଛନ୍ଦ ପରି ସେ ରହିଯିବ। କିନ୍ତୁ ମୁଁ ଆପଣମାନଙ୍କୁ ଯେଉଁ ପ୍ରୟୋଗ ବିଧି କହିବି, ଏଇଟା କେବଳ ମାତ୍ର ଆପଣମାନଙ୍କର ଶତ୍ରୁ ଅଛନ୍ତି ତାହେଲେ ହିଁ ପ୍ରୟୋଗ କରନ୍ତୁ। ଆଉ ବିନା କାରଣରେ କାହା ଉପରେ ପ୍ରୟୋଗ କରିବେ ତାହେଲେ ଏଇଟା ଅନୁଚିତ। ଦେଖନ୍ତୁ, କାହିଁକିନା ଆପଣମାନେ ଜାଣିଛନ୍ତି ଯେକୌଣସି ତନ୍ତ୍ରମନ୍ତ୍ର ବିନା କାରଣରେ ପ୍ରୟୋଗ କରାଯାଏ ନାହିଁ। ଯଦି ଆପଣମାନେ ଜାଣିଛନ୍ତି ଇଏ ମୋର ଶତ୍ରୁ, କିମ୍ବା ଜାଣିନାହାନ୍ତି ଇଏ ମୋର ଶତ୍ରୁ କି ନୁହେଁ, ତାହେଲେ ଆପଣମାନେ ପ୍ରୟୋଗ କରିପାରିବେ। କିନ୍ତୁ ଆପଣମାନେ କେବେ ହେଲେ ମଧ୍ୟ ମନରୁ କାହାର କ୍ଷତି ଚାହିଁକି କରିବେ ନାହିଁ। ସବୁବେଳେ ଚାହିଁବେ ଯେ ନିଜର ସୁରକ୍ଷା ପାଇଁ ଆପଣମାନେ କରୁଛନ୍ତି। ତ ଚାଲନ୍ତୁ, ମୁଁ ଆପଣମାନଙ୍କୁ କହୁଛି ଏହି ଗଛର କେଉଁ ଜିନିଷ କେମିତି ପ୍ରୟୋଗ କଲେ ଶତ୍ରୁର ମୁହଁ କଳା ହୋଇଯିବ। ତା ପୂର୍ବରୁ ଦେଖନ୍ତୁ, ଯଦି ଆପଣମାନଙ୍କର କୌଣସି ବି ସମସ୍ୟା ଅଛି, ଏମିତିକି ପାରିବାରିକ ସମସ୍ୟା, ଶତ୍ରୁ ସମସ୍ୟା, ବେପାର ବାଣିଜ୍ୟ ସମସ୍ୟା, ଚାକିରି ସମସ୍ୟା, କୋର୍ଟ କଚେରୀ ସମସ୍ୟା, ପ୍ରେମ ବିବାହ ସମସ୍ୟା, ଆପଣମାନଙ୍କର ଯାହା ବି ସମସ୍ୟା ଅଛି ଦୁନିଆରେ, ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ୟା ଥାଏ। ଆପଣମାନଙ୍କର ସେହି ସମସ୍ୟାର ସମାଧାନ ଆପଣମାନେ ନିଜେ କରିପାରୁନାହାନ୍ତି, ଆପଣମାନେ ଆମଠୁ ସାହାଯ୍ୟ ଚାହାନ୍ତି, ତାହେଲେ ଆପଣମାନେ ଆମ ସହିତ ଯୋଗାଯୋଗ କରିବେ। ଆପଣଙ୍କ ସ୍କ୍ରିନ୍ରେ ଯେଉଁ ନମ୍ବରଟି ଶୋ ହେଉଛି କଲ୍ କରନ୍ତୁ। ଯଦି କଲ୍ ରିସିଭ୍ କରିପାରିଲୁ ନାହିଁ ତାହେଲେ ଆପଣମାନେ ହ୍ୱାଟ୍ସଆପ୍ରେ ମେସେଜ୍ କରନ୍ତୁ। ଆମେ ଚେଷ୍ଟା କରିବୁ ଯଦି ଆମ ଦ୍ୱାରା ହେବ ତ ସାହାଯ୍ୟ କରିବା ପାଇଁ। ଦେଖନ୍ତୁ, ଯେଉଁ ଗଛଟି ଆପଣମାନଙ୍କ ସ୍କ୍ରିନ୍ରେ ଦେଖାଯାଉଛି, ଏହାକୁ ତ ଆପଣମାନେ ଦେଖୁଥିବେ, ଚିହ୍ନୁଥିବେ, ଏହାକୁ ତାଳ ଗଛ ବୋଲି କୁହାଯାଏ। ଆପଣମାନେ କ'ଣ କରିବେ, ଯଦି କୌଣସି ତାଳ ଗଛକୁ ବିଜୁଳି ମାରିଛି, ଦେଖିବେ ପ୍ରତ୍ୟେକ ଗାଁରେ ଏମିତି ଗୋଟେ ଗୋଟେ ତାଳ ଗଛ ରହେ, ବିଜୁଳି ମାରିଥାଏ। କାହିଁକିନା ତାଳ ଗଛଟି ବହୁତ ଲମ୍ବା, ତେଣୁ ବିଜୁଳି ମାରିଥାଏ। ତ ଆପଣମାନେ କ'ଣ କରିବେ, ସେହି ତାଳ ଗଛ ଯେଉଁ ଗଛକୁ ବିଜୁଳି ମାରିଥିବ ତାହାର ଚେର ହେଉ, ଆଉ ବିଜୁଳି ମାରିଲେ କ'ଣ ହୁଏ, ସେଇଟା ଭସ୍ମ ହୋଇଯାଏ, ମାନେ ଜଳିଯାଏ। ତ ତାହାର ଭସ୍ମ ବି ହେଉ, ଯେଉଁଟା ବି ଆଣିବେ, ନହେଲେ ଚେର ଆଣିବେ। ଆଉ କ'ଣ କରିବେ, ଶ୍ମଶାନର ଚିତାଭସ୍ମ କିଛି ନେଇକି ଆସିବେ। ଚିତାଭସ୍ମ କ'ଣ, ଦେଖନ୍ତୁ, ଆମେ ଯଦି କୌଣସି ଲୋକ ମରିଯାଏ ତାକୁ ଶ୍ମଶାନରେ ଜାଳି ଦେଇଥାଉ, ସେଇଟା ପାଉଁଶ ହୁଏ, ତାହାକୁ ଚିତାଭସ୍ମ କୁହାଯାଏ। ଆପଣମାନେ କ'ଣ କରିବେ, ଯେଉଁ ତାଳ ଗଛକୁ ବିଜୁଳି ମାରିଥିବ, ତାହା ଯେଉଁଟା ପୋଡ଼ି ଯାଇଥିବ ତାହାର ଭସ୍ମ ନେଇକି ଆସିବେ, ଆଉ ଚିତାଭସ୍ମ ନେଇକି ଆସିବେ। ଏଇଟାକୁ କ'ଣ କରିବେ, ଶନିବାର ଦିନ ହେକା ଆପଣମାନେ ନେଇକି ଆସିବେ ଚିତାଭସ୍ମ ଆଉ ତାଳ ଗଛର ଯେଉଁ ପୋଡ଼ା ଭସ୍ମ, ଦୁଇଟା ଯାକ ଶନିବାର ଦିନ ଏକା ନେଇକି ଆସିବେ। ତାପରେ ଗୋଟେ କଳା କପଡ଼ାରେ ବାନ୍ଧିବେ ଏବଂ କ'ଣ କରିବେ, ଆପଣମାନେ କାଳୀକୁ ହେଉ, ଦୁର୍ଗାକୁ ହେଉ, ଚଣ୍ଡୀକୁ ହେଉ, ଚାମୁଣ୍ଡାକୁ ହେଉ, ଯାହାକୁ ଗୋଟିଏ ପ୍ରାର୍ଥନା କରିବେ, ହେ ପ୍ରଭୁ, ମୁଁ ମୋର ଶତ୍ରୁ ସ୍ତମ୍ଭନ ନିମନ୍ତେ ମୁଁ ଏହାକୁ ପ୍ରୟୋଗ କରୁଛି, ମୋତେ ସାହାଯ୍ୟ କରନ୍ତୁ। ବା ସେତିକି କହିବେ, ଆଉ ସେଇଟା ଗଣ୍ଠି ବାନ୍ଧିଦେବେ। ଆଉ ସେଇଟାକୁ ନେଇକି ଆପଣମାନେ ଚୁପଚାପ କ'ଣ କରିବେ, ଯଦି ଆପଣମାନଙ୍କୁ ଲାଗୁଛି ଏହି ବ୍ୟକ୍ତି ମୋର ଶତ୍ରୁ, ଡାଉଟ୍ ଲାଗୁଛି, କିମ୍ବା ଆପଣମାନେ ଜାଣିଛନ୍ତି ଏହି ବ୍ୟକ୍ତି ମୋର ଶତ୍ରୁ, ମୁଁ ଚାହେଁ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶତ୍ରୁତା ଯେହେତୁ କରୁଛି, ସେ ପୁରା ଏହି ଦୁନିଆଠୁ ପୁରା ଅଲଗା ହୋଇଯାଉ, ତାହେଲେ ଆପଣମାନେ କ'ଣ କରିବେ, ତାଙ୍କ ଜାଗାରେ ଯାଇକି ପୋତି ଦେବେ। ମାନେ ତାଙ୍କ ଘର ଜାଗା, ଦେଖନ୍ତୁ, ତାଙ୍କ ବାଡ଼ି ଥାଉ, ବଗିଚା ଥାଉ, ଯେତିକି ଏରିଆ ଥିବ ସେଠି ପୋତି ଦେବେ। ତାପରେ ଆପଣମାନେ ଚାଲି ଆସିବେ, କିଛି କରିବାକୁ ପଡ଼ିବ ନାହିଁ। ସେଇଟା ଯେତେ ଦିନ ପର୍ଯ୍ୟନ୍ତ ସେଠି ଥିବ ତାଙ୍କର ଏରିଆ ଭିତରେ, ସେ ଲୋକଟି ସବୁବେଳେ ଛଟପଟ ହେଉଥିବ। କେବେ ହେଲେ ମଧ୍ୟ ଆପଣଙ୍କ ସହିତ ଶତ୍ରୁତା କରିବା ପାଇଁ ଚେଷ୍ଟା ମଧ୍ୟ କରିବ ନାହିଁ। ସବୁବେଳେ ତା ମନରେ ଭୟ ହେବ, ସେ କୁଆଡ଼େ ଯିବ ବି ତାକୁ ଲୋକମାନେ ତିରସ୍କାର କରିବେ। ଏମିତିକି ନିଜ ସମସ୍ୟାରେ ସେ ନିଜେ ଘେରିଯିବ, ଆଉ ଆପଣମାନଙ୍କୁ ସେ ଭୁଲିଯିବ।